ହ୍ୟାଲୋ ସାଙ୍ଗମାନେ, କେମିତି ଅଛନ୍ତି? ଆଶା କରୁଛି ସମସ୍ତେ ବହୁତ ଭଲରେ ଥିବେ। ଆପଣ ସମସ୍ତଙ୍କୁ ମୋ ତରଫରୁ ଜୟ ଗୁରୁ। ଠାକୁରଙ୍କୁ ଡାକୁଛି ଆପଣ ଭଲରେ ରୁହନ୍ତୁ, ସୁସ୍ଥରେ ରୁହନ୍ତୁ, ଆପଣଙ୍କର ପୁରା ଦିନଟି ମଙ୍ଗଳମୟ ହଉ ଆଉ ଭଲରେ କଟିଯାଉ। ତ ମୁଁ ବି ଭଲରେ ଅଛି, ସବୁଦିନ ଭଳିଆ ହେଇଯାଇଛି ଆଉ ଗୋଟେ ସୁନ୍ଦର ସକାଳର ଆରମ୍ଭ। ଆଉ ଏ ସୁନ୍ଦର ସକାଳର ଆଉ ଗୋଟେ ଫ୍ରେଶ୍ ଆଉ ନୂଆ ବ୍ଲଗ୍କୁ ମୁଁ ପୁଷ୍ପ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ତ ଆଜି ସେରକମ ସକାଳ ଟାଇମ୍, ସକାଳ ବାସି କାମ ଆମର ଚାଲିଛି। ଚା ପିଆ କିନ୍ତୁ ମୋର ସରିଗଲାଣି। ଘର ଝାଡ଼ୁ କରିକି ଫୁଲ ତୋଳିକି ଚା ପିଇ ଦେଇଛି। ଚା ପିଇ ଦେଇକି ପାଣି ଟିକେ ଗରମ କରିକି ଆଣିଛି। ତ ଦେଖିପାରୁଥିବେ ଏକରକମ ବାମ୍ଫ ବାହାରି ହେଉଛି। ପାଣି ଗରମ କରିକି ଆଣିଛି ବୋଲିକି ତ 2 ଦିନର ଲୁଗା ଥିଲା ନା, ମୁଁ କହିନି ଲୁଗା ସଫା କରିମି। ଆଉ ମୁଁ କ'ଣ ନା ମୋ ଶାଢ଼ୀ ଯେତିକି ତାକୁ କ'ଣ ନା ମୁଁ ଥଣ୍ଡା ପାଣିରେ ସଫା କରେନି, ମୁଁ ସବୁବେଳେ ଗରମ ପାଣିରେ ହିଁ ସଫା କରେ। କାହିଁକିନା ସମସ୍ତଙ୍କ ଲୁଗା ଅପେକ୍ଷା ମୋ ଲୁଗାଟା ଟିକେ ବେଶୀ ମଇଳା ହେଇଯାଏ। ତ ସପ୍ତାହକୁ ଥରେ ତ ହଉ କି ଯେତେବେଳେ ବି ମୁଁ ଲୁଗା ସଫା କରେ, ମୁଁ କ'ଣ ନା ଗରମ ପାଣିରେ ହିଁ ଲୁଗା ସଫା କରେ। କାହିଁକିନା ସବୁ ରନ୍ଧାବଢ଼ା କାମ ଦାମର ତେଲ ଛିଟିକା କି କ'ଣ ପଡ଼ିଥିବ କ'ଣ କରିଥିବ ସେମିତି ଧୋଇଦିଏ। ତ ଯେତେବେଳେ ବି ମୁଁ ସଫା କରେ ସବୁବେଳେ ଗରମ ପାଣିରେ ହିଁ ସଫା କରେ। ତ ସେଇଥିପାଇଁକି ମୁଁ ଆଜି ଗରମ ପାଣି କରିକି ଘିନି ଆସିଥିଲି। 2 ଦିନର ଲୁଗା ଥିଲା ମୋର, ସେ ଲୁଗାକୁ ମାଡ଼ିକି ବାସନ କୁସନ ସବୁ ଟିୱେଲ୍ ପାଖରେ ଅଛି, ବାସନ ଧୋଇମି, ଗାଈ ଧୋଇମି। ତାପରେ ସେ ଲୁଗା ସବୁ ଯେତିକି ସବୁ ଲୁଗା ମାଡ଼ିଥିନି ତାକୁ ସବୁ ସଫା କରିମି। ସଫା କରିସାରିକି ତାପରେ ଯାଇକି ଗାଧେଇମି। ତ ଯେତେ ଡେରି ହଉ ପଛେ ମୁଁ ଭାବିଛି ଯେତେ ଡେରି ହଉ ପଛେ ଆଜି କିନ୍ତୁ ଲୁଗା ସଫା କାମ ସବୁ କାମ ଯାହା ଅଛି ତାକୁ ସବୁ ସରେଇ ସାରି ଦେଇ ସାରିକି ତାପରେ ଯାଇ ଗାଧୁଆ ପାଧୁଆ କରିମି। ତ ଏତିକି ସବୁ କାମ ସରେଇ ସାରିଲା ବେଳକୁ ଗାଧେଇ ପାଧେଇ ଗଲା ବେଳକୁ ମୋତେ ଦିନ 10ଟା ବାଜିଯାଇଥିଲା। ସବୁ କାମ ସରିଲା ବେଳକୁ 10ଟା ବେଳେ ଯାଇକି ମୁଁ ସକାଳ ରୋଷେଇ କରିଥିଲି। କାହିଁକିନା ବାସନ କୁସନ ଥିଲା ନା, ଲୁଗା ଭେଦେଇନି। ଲୁଗା ଭେଦେଇକି ବାସନ କୁସନ ସବୁ ଧୋଇକି ଯାଇଥିଲି ଗାଈ ଦୁହିଁବା ପାଇଁକି। ଗାଈ ଦୁହିଁକି ଆସିଲା ପରେ ତାପରେ ଗାଧୁଆ ପାଧୁଆ ଠାକୁର ପୂଜା ସବୁ କାମ ସରେଇ ସାରିଲା ବେଳକୁ 10ଟା ବାଜିଯାଇଥିଲା। ତ ଆଉ ସେପଟେ ମୁଁ ଏପଟର ଯେଉଁ କାମ ସାରୁଥିଲି ସେଇ ସମୟର ନଣନ୍ଦ କ'ଣ କରିଥିଲେ ନା, ସବୁଦିନ ଭଳିଆ ଆଜି ବି ସେରକମ ପରିବା କାଟିଥିଲା। ଆଉ ଏବେ ତ ସଜନା ଛୁଇଁ ସମୟ, ଆପଣମାନେ ଜାଣିଛନ୍ତି। ଆମେ କହୁ ସୁଜନା ନାଡ଼ି ବୋଲିକି କହୁ, ଆମ ଗାଁ ଭାଷାରେ ସୁଜନା ନାଡ଼ି ବୋଲିକି କହୁ। ସୁଜନା ନାଡ଼ି ସମୟ, ସେଇଥିପାଇଁକି ଆଉ ସମସ୍ତଙ୍କ ବାଡ଼ିଘର ସୁଜନା ନାଡ଼ି ହେଉଛି। ତ ଆମର ତ ଗଛ ନାହିଁ, ଗଛ ଥିଲା ଏଇ ଘର ହେଲା ସେଇଥିପାଇଁକି ଗଛ ଅଣା ହେଇଛି। ଆମ ଆରପାରି ଯାହା ଘର ତ ଦେଖିଛନ୍ତି କେତେ ନାଡ଼ି। ତାପରେ ସମସ୍ତଙ୍କ ବାଡ଼ିରେ ଯେହେତୁ ନାଡ଼ି, ସମସ୍ତେ ଆଣିକି ନାଡ଼ି ଦେଇ ଦେଉଛନ୍ତି ଘରେ। ଆଉ ସେଇଥିପାଇଁକି ଆଜି ନାଡ଼ି କଟା ହେଇଛି। ସଜନା ଛୁଇଁ ନାଡ଼ି ମାନେ ସଜନା ଛୁଇଁ କଟା ହେଇଛି। ବହୁତ ସାରା ସଜନା ଛୁଇଁ କଟା ହେଇଛି। ଆଉ ଏତେ ସବୁ ନା, ସେ ଯେଉଁ ସଜନା ଛୁଇଁ ବେଶୀ ଦିନ ରହିବନି, ସେ ଅଳ୍ପ ଦିନ ଶୁଖିଯାଏ। ଖାଇବା ପାଇଁକି ଭଲ ଲାଗେନି। ତ ଯେତିକି ଥିଲା ମୁଁ କହିନି ଆଜି ଅଧେ କାଟିଦିଅ, ଅଧେ କାଲି କାଟିଦେବ, ସବୁ ଖାଇଦେବା। କାହିଁକିନା ଏଇଟା ହେଉଛି ତା ସମୟ। ଆଉ ଏଇ ସମୟଟା ଚାଲିଗଲା ପରେ ତାପରେ ତା ଯେଉଁ ରେଟ୍ ଯେଉଁ ହେବ ମାର୍କେଟରେ, ତାର ଯେ ରେଟ୍ ହେବ, ସେ ରେଟ୍ ଶୁଣିଲେ ମୁଣ୍ଡ ଖରାପ ହେଇଯିବ। ତା ଅପେକ୍ଷା ଆଉ ଅଲଗା ଜିନିଷ କିଣିକି ଖାଇ ହେବ ପଛେ, କିନ୍ତୁ ସଜନା ଛୁଇଁ କିଣିକି ଖାଇ ହେବ ନାହିଁ। ଏଇ ତ ଶିବରାତ୍ରି ବେଳକୁ ତ 300 ଟଙ୍କା ଲେଖା ହେଇଯାଇଥିଲା ଆମର ଏପଟର କିଲୋ। 300, 200, 300 ଏଇ ରକମ ରେଟ୍ରେ ବିକ୍ରି ହେଉଥିଲା ଯେଉଁ ଶିବରାତ୍ରି ସମୟରେ। କାହିଁକିନା ଏକବାରକୁ ଦରକାର ହୁଏ, ସଜନା ନାଡ଼ି ଦରକାର ହୁଏ, ସେରକମ ରେଟ୍ ହେଇଯିବ। ଆଉ ଏବେ ଯେହେତୁ ମିଳୁଛି ତ ମନ ଶାନ୍ତି କରିକି ଖାଇଦେବା। ତ ସକାଳେ ଯେତେବେଳେ ରୋଷେଇ ସରେଇକି ଖିଆପିଆ କରୁଥିଲେ, ଯେତେବେଳେ ସମସ୍ତେ ଆମେ ବସିକି ସଜନା ଛୁଇଁ ଖାଉଥିଲେ, ସେତେବେଳେ ଆମେ ବହୁତ ହସିଥିଲେ। କାହିଁକିନା ଆଜି କିଛି ଥିଲାନି, ପରିବା ଅଳ୍ପ ପଡ଼ିଥିଲା, ସଜନା ଛୁଇଁ ବେଶୀ ପଡ଼ିଥିଲା। ଏଇ ରକମ ଆଜି ଆମେ ତରକାରୀଟା ବନେଇ ଦେଇଥିଲେ। ଆଉ ଯେତିକି ଅଛି କାଲି ବନେଇଦେବା। ଆହୁରି ବି ସମସ୍ତେ ଯାଚୁଛନ୍ତି ସଜନା ଛୁଇଁ, କିନ୍ତୁ ମୁଁ ତାକୁ ଆଣୁନାହିଁ। କାହିଁକିନା ଲୋଭ କରିକି ଦିନେ ଆଇନେ ଘରେ ରଖିନେ ଖାଲି ସେଗୁଡ଼ା ସବୁ ଶୁଖିଯିବ। କହିଛି ଯେତେବେଳେ ସଜନା ଛୁଇଁ ଆମର ସରିଯିବ ତାପରେ ଯାଇକି ମୁଁ ନେଇକି ରୋଷେଇ କରିକି ଖାଇବା। ତ ମୋ ନଣନ୍ଦ କ'ଣ କରୁଛି ନା, ନା ସଜନା ଛୁଇଁ ଖାଇକି ପାଟି ବଥା କରିହେଉଛି ଚୋବେଇକି। କହିଲା ସେଟା ସଜନା ଛୁଇଁ ଆମେ ଚୋବେଇକି ଖାଉନାହାନ୍ତି, ଆମେ କ'ଣ କରୁଛନ୍ତି ନା ଦାନ୍ତ ଘଷି ପକାଉଛନ୍ତି। ଏଇ ରକମ କହିକି ସକାଳେ ଢେର ହସିଥିଲେ। ତ ଯାହା ହଉ ତରକାରୀ ମୁଁ ବସାଇ ଦେଇଥିଲି ସବୁଦିନ ଭଳିଆ। ସେଟା ଗାଧୋଇ ପାଧୋଇ ଠାକୁର ପୂଜା କରିକି ଆସିଲାକୁ ପରିବା ତ କଟା ହେଇକି ଥିଲା। ତ ଆସିକି ଆଗର ତରକାରୀଟା ବସାଇଦେନି। କାହିଁକିନା ପୁରା 10ଟା ବାଜିଯାଇଥିଲା, ଦିନ 10ଟା ବାଜିଯାଇଥିଲା ଆଜି ମୋତେ କାମ ସାରିକି ଆସିଲା ବେଳକୁ। ତରକାରୀଟା ବସାଇଦେନି। ବସାଇ ଦେଇ ସାରିକି ଆଉ ସକାଳେ ଯେ ବାସନ ସବୁ ଧୋଇକି ଆଣିଥିଲି ତାକୁ ଗୁଛେଇକି ରଖିଥିଲିନି, ତାକୁ ସବୁ ଗୁଛେଇକି ରଖିଦେମି। ଏଇଟା ମୋତେ ସବୁଠୁ ବେଶୀ ବଡ଼ କାମ ରକମ ଲାଗେ। ଯାହା ବି ହଉ ଏଇ କାମଟା ଆଗର ମୋତେ କରିସାରିଲା ପରେ ତାପରେ ଯାଇକି ମୋତେ ଭଲ ଲାଗେ। ବାସନ ଯଦି ଅଲରା ମଲରା ହେଇକି ଥିବ ତାକୁ ସବୁ ଗୁଛେଇକି ବ୍ୟବସ୍ଥିତ କରିକି, ଯେରକମ ବାସନ ଜାଗାର ବାସନ, ଛୋଟ ଚାମଚ ଜାଗାର ଛୋଟ ଚାମଚ, ଯେରକମ
बड़ चामच जगार बड़ चामच ग्लास जगह ग्लास जहाँ जेरकम रखा कथा ताको सब व्यवस्थित करके रखिदेमी। आउ एपट तो सजना छुई सिझाक तो बेसी समय लगे परिवा पकईथि करना बोईताल बैगण सजना छुई आलू तो पड़ेनि तरकारी आमर बहुत कम व्यवहार हुए आलू जार इच्छा हुए छुआ थिने इच्छा हेने मु आलू भजा टिके करदिए ना एबे तो आलू जो बिल्कुल भल लगुनि खाइबापी कि आलू भर्ता कि आलू चटणी कला टोटाल भल लगुनि खाइबापी से तरकारी बहुत कम पड़ुची आलू बहुत कम कम नुहे नथिबा माने बिल्कुल भी पड़ूना आलू से जो एबे जो बोईताल जो मिलूँ से बोईताल सब बहुत मीठा मीठा बोईताल मिलूँ आउ से बोईताल बैगण देके सजना छुई देके तार गोटे तरकारी बनई आउ तो तो बाड़ी तो टमाटो बाहर देसी टमाटो आउ से तो पूरा तरकारी की तो पूरा जमे दौची आउ एते सुंदर लगुच से रुटी हो कि पखाल हो कि गरम हो तो सजना छुई सांगर जो देसी टमाटो आ बोईताल बैगन दे तरकारी करला बड़ी छुंक ता देहर देदेला बेलू बड़ी दीटा ता जो बास्ना हो सुंदर बास्ना हो न कहवा कथा एत सुंदर लगुच खायापी कि कंचा टमाटो जो देसी टमाटो जो स्वाद जो टे खटा खटा लगुव आ बोईतालटा टे मीठा मीठा लगुव ता सांगर सजना छुई आ बड़ीर स्वाद मैंने पूरा चमत्कार तरकारी बर्तन बनूची। तो आज करना मु सोरिष बेसर देके रांधि मुझे सबुदिन तो साधा करके रांधे तो आज इच्छा है मुझे सबुदिन साधा साधा तो सबुदिन खाऊँ आज टे सोरिष बेसर देती सोरिष लंका अदा रसुण पियाज सब करके बाटी देती बाटी देकी बेसर देके तरकारीटे बनई देती बनई दे सारिकी समस्ते बसिक आम से खाई तो खियापिया सरला बेलू 11टा बाजिला दिन 11टा बाजी तो खाई पी देके बासन कुसन सब आनिक टियल पाखर पकई देती टियल पाखर पकई देके आसती ये आज रोषे करमी खरा बहुत जोरसे कर आज खरा बहुत जोरसे किंतु खरा करता के 3टा पर्यंत खरा करता आ 3टा बेलू एत सुंदर पाग न कहवा कथा माने वर्षा भी हो जाता 3टा बेलू बहुत सुंदर पाग आसिक बैशाख मास पाखापाखि सरिया को बस ना चैत्र मास सरिया को बसलानी किंतु एपर्यंत गरम सेरकम गरम भी अनुभव होनी जो गुड़गुड़ी गरम सेरक होनी आगू को केरकम हम से तो कही हेनी किंतु एपर्यंत गरम अनुभव होनी आ मझीर जो यहाँ को लगे कि 2 थर 3 थर वर्षा हो गलानी आ जो वर्षा जो हो पाग बहुत सुंदर शीत शीत लगुच बहुत सुंदर आराम लगुच तो पागटा सब बड़े एमती रुहता कि मुझे ठाकुर को डाकुची पवन यकम दिंता पाग ठंडा रुहता आ माने से गरमटा हुंतानी गरमटा गरम है ठीक अच्छे जो गुड़गुड़ीटा हुए ना बहुत बाधे सीटा जाओ सेटा तो प्रकृतिर कथा कहारी हाथ कथा नुहे जदि हाथ कथा हुआ ता मन इच्छार मनीष ता मन इच्छार पाग परिवर्तन कर दिंता जिते गरम लगता ठंडा कर दिंता ठंडा लगता गरम कर दिंता सेटा तो आम हाथर कथा नुहे प्रकृतिर कथा प्रकृति तार जिते जहाँ कर तारी अनुसार आमको चलते पड़ो तो तापर करना काली तो ये रोषे करी बाहर रोषे करी खरारे सिझिकी रोषे करी आज आ मिस्त्री आसिले कम करने तो पलि आसी करना ये रोषे करमी तो देखिपे खरका पुरका कला को केते मात्रार धूली उठुची माने उड़ुची सब कहीं ये जो सीमेंटर काम होना से पूरा धूली होचे जगटा तापर करना से कम सारिकी से मैंने गलापर मुझे खरका पुरका करके परिष्कार कर दूची पुणी आसिक कम कने जे कथा को सही कथा जेपर्यंत कम सने आउ अल्प स्वल्प 2 दिन काम मात्र बाकी अच्छी 2 दिन जदि आसबे आम हिसाब से 2 दिन आसबे कामटा सरीज कि कई दिन आसबे ता ठीक ठिकाना ना कथा से तो सबुआड़े काम धरचन ना खाली गोटे जे आमरी काम धरी जे आसिक आमको सरेदेवे से नुहे विभिन्न आड़े काम धरचन 2 दिन 2 दिन करके सबुआड़े करूँच तो जहाँ हो तापर कहना मुझे खरका पुरका करदे बासन सब टियल पाखर पकई मुझे चुली नगे देकी भात बसईदेमी भात बसई दे सारापर तापर जिमी करना बासन कुसन सब धुआ धुई करमी तो से बासन पकई देकी खरका पुरका करनी चुलीटा को लेकिन ता जगार रखनी रखिकी ये करना चुली नगे देकी भात टिका बसईदेमी आ भात टिका बसई दे सारिकी तापर करना बासन कुसन जहाँ सब पड़े बेसी बासन ना सकाଳେ तो सब बासन धुआ धुई करके नहीं जाए सकाଳେ जे तरकारी रांधि कड़ेईटे कड़े खुसुणी ढाकुणी आम जे खाई बस एतिक बासन बेसी किसी बासन ना ताकू सब धुआ धुई करदेमी धुआ धुई करके तरकारीटे करमी तरकारी आज माने बेसी तरकारी करमिनी तो गगुआ सुखा थिला ना समस्ते कहले जे बाबा भी कहले गगुआ सुखा खाइबे बोलिकी ननद भी कहले आज सुखा तरकारी कर बोलिकी तो गगुआ सुखार तरकारी करथिनी टमाटो खटा आउ करना बड़ी बैगन चटनी बनै देथिनी बस दीपरे हेइथिला खाइबा आ सुखुआ झोल जो से ता कथा तो सेटा तो न पचारिया भलो
ଆଉ ମୁଁ ତ ଶୁଖୁଆ ପୋଡ଼ା ତ ନହେନେ ମାନେ ଶୁଖୁଆ ପୋଡ଼ା ତ ମୋର ଭାରି ପସନ୍ଦ। ଆଉ ଝୋଳ ଯେଉଁ କରିଥିଲି ଗୋଗ ଶୁଖୁଆ ଝୋଳ, ତା ପାଖରେ ମାନେ ମାଛ ମାଂସ ବି ଫିକା ପଡ଼ିବ, ଏତେ ସୁନ୍ଦର ହେଇଥିଲା। ଆଉ ମୁଁ ସେପଟରେ ଭାତ ବସେଇ ଦେଇକି ବାସନକୁସନ ଧୁଆଧୁଇ କରୁଥିଲି। ଆଉ ସେଇ ସମୟରେ କ'ଣ ନା ଅନଲାଇନ୍ରୁ ଆସିଥିଲା ଗୋଟେ ପାର୍ସଲ୍, ଆଉ ଗ୍ୟାଲନ ପାଇଁକି ଆସିଥିଲା ପ୍ୟାଣ୍ଟ ସାର୍ଟ। ତ ତାକୁ କ'ଣ ନା ଖୋଲିକି ଦେଖୁଥିଲେ, ଦେଖିକି ରଖାରଖି କରିଦେଇକି ମୁଁ ଏଠୁ ଗଲାବେଳକୁ ଭାତ ହେଇଯାଇଥିଲା। ଭାତ ଗାଳି ଦେଇଥିଲି, ଭାତ ଗାଳି ଦେଇ ସାରିଲା ପରେ ତାପରେ ତରକାରୀ କରିଦେଇଥିଲି। ମୁଁ ଆଉ କ'ଣ ନା ତରକାରୀର ଭିଡ଼ିଓ କିଛି ବନେଇଥିଲି। ମାନେ କ'ଣ ଆଉ ତରକାରୀ କରିଛି, ଗୋଗୁଆ ଶୁଖୁଆ ତ ଟିକେ ଝୋଳ କରିଦେଇଛି, ଆଉ ଆଳୁ ଟମାଟୋ ଦେଇକି ଝୋଳ କରିଦେଇଥିଲି। ସେଥିପାଇଁକି ମୁଁ ତାର ଆଉ କିଛି ଭିଡ଼ିଓ ବନେଇଥିଲିନି। ଆଉ ମାନେ ଗୋଗୁଆ ଶୁଖୁଆ ଝୋଳ ଏତେ ସୁନ୍ଦର ହେଇଥିଲା, ତା ପାଖକୁ ମୁଁ କ'ଣ ନା ମାଛ ମାଂସ ବି ଫିକା ପଡ଼ିଯିବ, ଏତେ ସୁନ୍ଦର ହେଇଥିଲା। ତ ବାବା ମିକିଲି ଦୁଇ ଜଣ ତ ଆଗର ପଛର ନେଇକି ଖାଇଥିଲେ, ମାନେ ଏତେ ଭଲ ଲାଗିଥିଲା। ମୋ ପାଇଁକି ଆଉ ଅଳ୍ପ ଟିକେ, ମୁଁ ଭାବିଥିଲି ସେମାନେ ଖାଇବେନି, କାହିଁକିନା ବାବା ଶୁଖୁଆ ଖାଆନ୍ତିନି, ଭାବିଥିଲି ସେମାନେ ଖାଇବେନି। କିନ୍ତୁ ଏତେ ସୁନ୍ଦର ହେଇଥିଲା ଯେ ମୋ ପାଇଁକି ଆଉ ନଥିଲା ଲାଷ୍ଟକୁ। ତ ତାପରେ ଯାଇକି ତରକାରୀ ପତ୍ର ତ ହେଇଯାଇଥିଲା, ବେଶୀ ସମୟ ଲାଗିଥିଲାନି, ଖାଲି ଝୋଳ ତରକାରୀଟା ଟିକେ ସମୟ ଲାଗିଥିଲା। ଆଳୁ ତ ସିଝେଇ ଦେଇଥିଲି, ଦେଇକି ଝୋଳ କରିଦେଇଥିଲି। ଆଉ ଟମାଟୋ ଖଟା, ବଡ଼ି ବାଇଗଣ ଚଟଣି ବାସ୍ ହେଇଥିଲା। ଖିଆପିଆ ସରିଥିଲା, ଖିଆପିଆ ସରିଲା ବେଳକୁ 2ଟା ବାଜିଯାଇଥିଲା। ତ ଯାଇକି ଟିକେ ସମୟ ରେଷ୍ଟ ନେଇଛି, ଦେଖିଲା ବେଳକୁ ଆସିଲା କ'ଣ ନା ଅନ୍ଧାର କରିକି ମେଘ ଘୁଟିକି ଆସିଲା, ଯେରକମ ସତେକି ବର୍ଷା ହେବ। ତ ପବନ ଦେଲା, ସେଉଠୁ ମୁଁ କ'ଣ ନା ଅତରସିଆ ଧାଇଁକି ପଳେଇ ଆସିନି। ମୁଁ କହିଲି ଜିନିଷପତ୍ର ସବୁ ଯାହା ଯେରକମ ଅଛି ତାକୁ ସବୁ ଉଠେଇକି ନେଇକି ରଖିଦେମି। ଆଉ ମାନେ ରେଷ୍ଟ ଖିଆପିଆ ସରେଇକି ମୁଁ କ'ଣ ନା ବାସନକୁସନ ଟିୱେଲ୍ ଗତର ବତୁରେଇ ଦେଇକି ଯାଇଥିଲି। ମୁଁ କ'ଣ ଟିକେ ସମୟ ରେଷ୍ଟ ନେବି, ଉଠିକି ବେଳ ବୁଡ଼ ଯେତିକି ସବୁ କାମ ଅଛି ସବୁ କରିବି। କିନ୍ତୁ ଜଷ୍ଟ ଯାଇକି ରେଷ୍ଟ ନେବା ପାଇଁ ଯାଇ ଜଷ୍ଟ ଆଖି ନାଗି ହେଉଛି, ସେଇ ସମୟରେ କ'ଣ ନା ମେଘ ମାନେ ଆସିବା ଆରମ୍ଭ ହେଲା, ମେଘ ଉଠେଇବା ଆରମ୍ଭ ହେଇଗଲା। ତ ମୁଁ ପଳେଇ ଆସିନି। ପଳେଇ ଆସିକି ଏଠି କ'ଣ ନା ଯାହା ସବୁ ଜିନିଷପତ୍ର ଲୁଗାପଟା ପଡ଼ିଥିଲା ତାକୁ ସବୁ ଟେକାଟେକି କରିକି ରଖିନି। ଆଉ କ'ଣ ନା ଯାହା ସବୁ ପଡ଼ିଥିଲା ତାକୁ ବି ସବୁ ଉଠେଇକି ରଖିନି। ଆଉ ଏଇସବୁ ଉଠା ଉଠି ଭିତରେ ପୁଣି ଆରମ୍ଭ ହେଇଗଲା ଟପ ଟପ ହେଇକି ମେଘ। ଆଉ ମେଘ ଯେ ହେଲା ନ କହିବା କଥା, ଏତେ ଜୋର ମେଘ ହେଇଥିଲା, ବହୁତ ଜୋର ମେଘ ହେଇଥିଲା। ସେପଟର ବାଛୁରୀ ବି ବନ୍ଧା ହେଇଥିଲା, ବାଛୁରୀକି ବି ଆଣିକି ମୁଁ ଏଠି ବାନ୍ଧିଥିଲି, କାହିଁକିନା ତାଙ୍କ ପାଇଁକି ପ୍ରପର୍ ଗୋଟେ ଘର ବନା ହେଇନାହିଁ। ତ ବାଛୁରୀ ବି ଆଣିକି ବାନ୍ଧିଥିଲି। ଆଉ ଏଇସବୁ ନବା ଆଣିବା ଭିତରେ, ଗୁହାଳକୁ ଯାଇକି ଆସିବା ଭିତରେ ମୁଁ ବି ଓଦା ହେଇଯାଇଥିଲି। ତ ଯେହେତୁ ଓଦା ହେଇଥିଲି, ସେଠୁ କ'ଣ ନା ଲୁଗାପଟା ବାସନକୁସନ ମାଜି ଧୋଇ ଦେଇଥିଲି, ମାଜି ଧୋଇ ଦେଇକି ଲୁଗାପଟା ଧୋଇ ଦେଇଥିଲି। ତ ଦେଖିପାରୁଥିବେ କେଇ ରକମ ମେଘ ଉଠେଇଛି। ଏଇଟା କ'ଣ ନା ମେଘ କମିଗଲା ପରର ଭିଡ଼ିଓ। ତ ବସିକି କିଛି ସମୟ ମେଘଟାକୁ ଏନ୍ଜୟ କରିଥିଲେ, ବିଜୁ ଘଡ଼ଘଡ଼ି ଯେ ମାରୁଥିଲା ଟିକେ ସମୟ ଏନ୍ଜୟ କରିଥିଲେ। ତାପରେ କ'ଣ ନା ମୁଁ ଆସିକି ଟିକେ ଭିଡ଼ିଓ ବନେଇ ଦେଇଥିଲି। ଆଉ ତାପରେ ବର୍ଷା ଟିକେ ଛାଡ଼ି ଯାଇଛି, ତାପରେ ଆରମ୍ଭ ହେଇଯାଇଥିଲା, ପୁଣି ଆରମ୍ଭ ହେଇଯାଇଥିଲା ବର୍ଷା। ଏଇ ରକମ ହେଇଥିଲା। ଯାହା ହଉ ତାପରେ ଛାଡ଼ି ଯାଇଥିଲା। ଛାଡ଼ିଗଲା ପରେ ମୁଁ ଟିକେ ବାହାରେ ଯାଇକି ବୁଲି ଆସିଥିଲି। ଆଉ ସେ ବର୍ଷା ଛାଡ଼ିଲା ପରେ ସମସ୍ତେ ବି ରାସ୍ତା ଉପରକୁ ବାହାରି ଆସିଥିଲେ ଟିକେ ଏନ୍ଜୟ କରିବା ପାଇଁକି। ଥଣ୍ଡା ଥଣ୍ଡା ପାଗ ଥିଲା। ଆଉ ମିକିଲ ଯେତେବେଳେ ଟିକେ ଭିଡ଼ିଓ ବନଉଥିଲା, ଏତେ ଜୋର ବିଜୁ ଘଡ଼ଘଡ଼ି ମାରୁଥିଲା ଯେ ତାକୁ ମୁଁ ମନା କରୁଥିଲି, ମୋବାଇଲ୍ ନେଇକି ବାହାରକୁ ବିଲକୁଲ ବି ଯାଆନା, ତ ଏଇଠି ଯଦି ହେଉଛି ଟିକେ ଭିଡ଼ିଓ ବନେଇ ପକା। ତ ଏବେ କ'ଣ ନା ବର୍ଷା ଛାଡ଼ି ଯାଇଥିଲା, ପାଖାପାଖି ସନ୍ଧ୍ୟା ସମୟ ହେଇଯାଇଥିଲା। ମୁଁ ଯାଇଥିଲି ରାସ୍ତା ଉପରକୁ, କାହିଁକିନା ରାସ୍ତା ଉପରେ ସମସ୍ତଙ୍କର ପାଟି ଶୁଭୁଥିଲା। ଆଉ ଯାଇକି ଟିକେ ରାସ୍ତାରେ ଟିକେ ବୁଲିକି ଆସିଥିଲି। ଆଉ ଏ ଗରମର ଯେଉଁ ବର୍ଷାର ଯେଉଁ ଅନୁଭବଟା ବହୁତ ସୁନ୍ଦର, ମାନେ ଏତେ ସୁନ୍ଦର ଲାଗୁଛି ଯେ ନ କହିବା କଥା। ମଝିରେ ମଝିରେ ଏଇରକମ ବର୍ଷା ହେବା ବି ନିହାତି ଦରକାର, କାହିଁକିନା ଖରା ଯୋଗୁରୁ ମାନେ କ'ଣ ନା ଧରଣୀ ପୁରା ମାନେ ଶୁଷ୍କ ପାଲଟି ଯାଇଥିଲା। ଆଉ ଏ ବର୍ଷା ହେବା ଯୋଗୁରୁ ନା ସେ ଟିକେ ଜୀବନ୍ତ ହେଇ ଉଠିବ। ଆଉ ଚାରିଆଡ଼େ କ'ଣ ନା ଘାସ ଗଛ ପତ୍ର ସବୁ ଉଠିବ। ତ ଏମିତି ଆଜି ଦିନଟି ମୋର କଟିଥିଲା।